ଆମ ଇକୁ ବାବା ପାଇଁ ମୁଁ ଗୋଟେ ଅନଲାଇନ୍ରେ ଜୋତା ଅର୍ଡ଼ର କରିଥିଲି। ସେ ଆସିକି ସକାଳ ସକାଳ ପହଞ୍ଚି ଯାଇଥିଲା। ଆଉ ଆମେ ଖାଇ ପିଇକି ବସିଗଲୁ ସେ ପ୍ୟାକେଟ୍ଟାକୁ ଖୋଲିବାକୁ। ଦେଖିଲାରୁ ବହୁତ ବଢ଼ିଆ ହେଇଥିଲା, କମ୍ ଦାମରେ ବହୁତ ବଢ଼ିଆ ହେଇଥିଲା। ତାପରେ ମୁଁ କ'ଣ କଲି ନା ତାକୁ ଟିକେ ପିନ୍ଧେଇ ଦେଲି। ପିନ୍ଧେଇଲା ବେଳକୁ ତା'ର ଯେଉଁ ଖୁସି ଆଉ ନ କହିଲେ ସରେ। ସେ ଖାଲି ତଳକୁ ଅନଉଥାଏ, ଦେଖୁଥାଏ, ଆଉ ସେଇଟା ଯେଉଁ ଚିତ୍ରଟା ଅଛି ତାକୁ ଧରିକି ଟାଣୁଥାଏ। ଏଇଠି ଗୋଟେ କ'ଣ ମାମା ମୋତେ ପିନ୍ଧେଇ ଦେଲା କହିକି। ଦେଖୁନାହାନ୍ତି ଉପରକୁ ଜମା ଚାହୁଁନି କି ଯେତେ ଡାକିଲାକୁ ବି ସେ ସେଇ ତଳକୁ ହିଁ ଦେଖିବ ଆଉ ତାକୁ ଧରିକି ଟାଣିବ। ତ ଏଇସବୁ କରିସାରିଲା ପରେ ସନ୍ଧ୍ୟାବେଳେ କିଛି ଇଚ୍ଛା ହେଲା ସ୍ନାକ୍ସ ତିଆରି କରିକି ଖାଇବା ପାଇଁ। ମୁଁ ଫଟାଫଟ ଚାଲିଲି ତିଆରି କରିବାକୁ। ସୋୟାବିନ୍କୁ ଟିକେ ଗରମ ପାଣିରେ ତାକୁ ଭିଜେଇ ଦେଲି। ସେ ସଙ୍ଗେ ସଙ୍ଗେ 5ରୁ 10 ମିନିଟ୍ ଭିତରେ ବଢ଼ିଆ ସେ ପୁରା ଭିଜି ହେଇଗଲା। ତାକୁ ଭଲସେ ଧୋଇକି ଚିପୁଡ଼ି ଦେଲି। ତାକୁ ରସୁଣ କଞ୍ଚା ଲଙ୍କା ପକାଇ ଗ୍ରାଇଣ୍ଡ କରିଦେଲି। ତାପରେ ପିଆଜ ଯାହା ବି ମସଲା ଆପଣମାନଙ୍କ ପାଖରେ ଅଛି ପକାଇଦେବେ। ତାପରେ ଚାଉଳ ଗୁଣ୍ଡ ନହେଲେ କର୍ଣ୍ଣଫ୍ଲୋର ନହେଲେ ଆରାରୁଟ୍ ଯାହା ବି ଅଛି ପକାଇଦେବେ। ଅଳ୍ପ ଟିକେ ବେସନ ଦେଇଦେବେ। ହାତରେ ବହୁତ ବଢ଼ିଆ ସେ ତାକୁ ମୁଁ ଚକଟି ଦେଲି। ଚକଟି ଦେଇ ସାରିଲା ପରେ ଛୋଟ ଛୋଟ ବଲ୍ ଆକାରରେ ତାକୁ କରିଦେଲି। ବେଶୀ ବଡ଼ କରିବେନି, ନହେଲେ ଭିତରଟା କଞ୍ଚା ରହିଯିବ। ଚାହିଁଲେ ଆପଣମାନେ ଚାପଟା ଚାପଟା ବି କରିକି ତାକୁ ଛାଣିପାରିବେ। ତାପରେ ତ ତେଲ ଛାଣିଦେଲି। ତାପରେ ଟମାଟୋ ସସ୍ ଦେଇ ଖାଇବେ, ତାକୁ ବହୁତ ହିଁ ବଢ଼ିଆ